ଯଦି ବନ୍ଧୁ ତାଙ୍କ ସାଙ୍ଗେ ଯେତେବେଳେ ଦେଖା ହେଲେ ସେ ପେଶାରେ ଜଣେ ଶିକ୍ଷକ ଥିଲେ। 50 କଥା ସୁରେନ୍ଦ୍ର ମହାନ୍ତି ଦେଖିଛି, ତାଙ୍କର ଭାଷଣ ଶୁଣିଛି ମୁଁ ରବୀନ୍ଦ୍ର ମଣ୍ଡପରେ। ପ୍ରବଳ ସମାଲୋଚକ କହିବେ ଏଇ ଯୋଉ ବିଦଗ୍ଧ କବି ସାମନ୍ତ ସିଂହାରଙ୍କର କବିତା କହିଲେ କଣ ବସିକିରି ବଦଉଛ ପ୍ରାକୃତ ପ୍ରେମ କହିକି ସମାଲୋଚନା କରିବେ। ଭାରି ମୂର୍ଖ, ତାଙ୍କ ଆଗରେ ତ ଜବାବ ଦେବାକୁ କେହି ପୁଅ ନାହିଁ କହିଦେବେ। ତାଙ୍କ ଝିଅ ଆମର ଆସିଥିଲେ ଲୋପାମୁଦ୍ରା ମହାନ୍ତି ଆମେ ଡାକିଥିଲେ ବେଗୁନିଆର ସମାଜ ସାହିତ୍ୟ ପୁରସ୍କାର ଉତ୍ସବ ମାତୃ ଦିବସ, ସେ ତାଙ୍କର ସନ୍ତାନ ଲୋପାମୁଦ୍ରା ମହାନ୍ତି। ଆଉ ଗୋଟିଏ ଓକିଲ ଥିଲେ, ସେ ମରିଗଲେଣି। ପଚାରି ସେ ତାଙ୍କ ଭଉଣୀ କି ହାଇକୋର୍ଟର ଓକିଲ ଥିଲେ, ତାର ନାଁ କଣ ଗୀତା ମିତ୍ର ମହାନ୍ତି। ମୁଁ ବି ସୁରେନ୍ଦ୍ର ମହାନ୍ତିଙ୍କର ଭାରି ବଡ଼ ଫ୍ୟାନ୍। ସେ କାହିଁକି କଥାଟି ଲେଖିଲେ, ଯେତେବେଳେ ଶିକ୍ଷକ ଜଣେ ଦୁର୍ନୀତି ବିରୁଦ୍ଧରେ ବିଭିନ୍ନ କଥା ତାଙ୍କ ଆଗରେ ଉପସ୍ଥାପନା କଲେ, ତ ସାର୍ ମୁଁ ଭାରି ଦୁର୍ନୀତିର ବିରୋଧୀ, ଇଏ ଦୁର୍ନୀତି ଗୁଡ଼ା ଠିକ୍ ନୁହଁ, କିଛି ନୁହଁ। ସୁରେନ୍ଦ୍ର ମହାନ୍ତି ଭାରି ଇଏ ଲୋକ ମୁହଁ ଚାଷ କଲେ ଆପଣଙ୍କର ପେଶା କଣ? କାହିଁକି ମୁଁ ଶିକ୍ଷକଟିଏ ନା, ଶିକ୍ଷକଟେ ତାଉ ଦୁର୍ନୀତି କଥା କଣ କହିବ? ଆଉ ତୁମର ପଇସା ଖାଇକି ବାଟ କାହିଁ କହୁନ? ତୁମ ମାସ ଶେଷକୁ ଦରମା ଟିକେ ପାଇବ, ତୁମର ଖାଇବାର ବାଟ ନାହିଁ। ଆଉ ଦୁର୍ନୀତି ବିରୁଦ୍ଧରେ କଣ ସ୍ଲୋଗାନ ମାରୁଛ? ତା ମୁଁ ତହସିଲ ଅଫିସରେ କିଣିକି ଦେଖିବ, ସିଏ ଯଦି ଟଙ୍କା ନ ନେଇକି କରୁଛି, ଦୁର୍ନୀତି ବିରୁଦ୍ଧରେ କହୁଛି, ତାକୁ ସଠିକ। ତମେ ହଉଛ ବଳଦ, ତମର ଖାଇବାର କିଛି ଉପାୟ ନାହିଁ, ଅବତାର ବ୍ରହ୍ମଚାରୀ ସଜିକି ବ୍ରହ୍ମଚର୍ଯ୍ୟ କରୁଛ। ତେଣୁ ସେ ଦେଖିଲେ ସେଦିନ ସେ ସସ୍ତମ୍ଭରେ ସେ ବଳଦ ବ୍ରହ୍ମଚର୍ଯ୍ୟ। ଆଉ ତୁ କଣ ବ୍ରହ୍ମଚର୍ଯ୍ୟ କରୁଛୁ? ତ ଖାଇବାକୁ ନାହିଁ, ଆଛ ତୋ ପାଖରେ ବାଟ କିଛି ନାହିଁ। ତେଣୁ ୟାକୁ ସେ ବ୍ୟଙ୍ଗ ଆକାରରେ କହିଥିଲେ କଥା। ତେଣୁ ତାହା ଆଜି ସମାଜରେ ପ୍ରଯୁଜ୍ୟ, ଯାହାକୁ ବ୍ୟଙ୍ଗ କବି ତାଙ୍କର କବିତା ଏବଂ ଭାଷଣ ମାଧ୍ୟମରେ ଯଦିଓ ସେ ଏ କଥାର ବ୍ୟାଖ୍ୟାନକୁ ଜାଣିନାହାନ୍ତି, କିନ୍ତୁ ଅଧିକାଂଶ ତାଙ୍କର ବକ୍ତବ୍ୟ ଭିତରେ ଏ ବଳଦର ବ୍ରହ୍ମଚର୍ଯ୍ୟ କଥାକୁ ଭାରି ସୁନ୍ଦର ଭାବରେ ନିଶ୍ଚୟ କଲେ। ସେଥିପାଇଁ ମୋର ଆନ୍ତରିକ ଧନ୍ୟବାଦ ଦେଉଛି। ଏବେ ଆମେ ଏକ ଅଶ୍ରୟମାନ ସାମାଜିକ ମୂଲ୍ୟବୋଧ ପରିପ୍ରେକ୍ଷୀରେ ଆଜିର ତଥାକଥିତ ବୁଦ୍ଧିଜୀବୀ ଓ ବୁଦ୍ଧିମାନମାନଙ୍କର ନିର୍ବୋଧତା ଆଶ୍ଚର୍ଯ୍ୟଚକିତ କଲାଭଳି। ଆମେ ଯୋଉମାନେ ନିଜକୁ ବୁଦ୍ଧିଜୀବୀ ବୋଲଉଛେ, ଆମ ଭାବରେ ପ୍ରବଳ ଭାବରେ ନିର୍ବୋଧତା ଆମ ଭିତରେ ଭରିକି ରହିଛି। ଟିକେ ଆତ୍ମବିଶ୍ଳେଷଣ ଅନ୍ତର୍ମୁଖୀ ଅନୁସରଣ ଦ୍ୱାରା ଏହା ଆମେ ଜାଣିପାରିବା। एकदा दुई जन विद्वान को राजा ज्ञान चर्चा पे निमंत्रण कले ଏବଂ ଚର୍ଚ୍ଚା ପୂର୍ବରୁ ସେମାନଙ୍କୁ ସମ୍ମାନିତ ଓ ଭୂରି ଭୋଜନରେ ଆପ୍ୟାୟିତ କରିବା ପାଇଁ ବନ୍ଦୋବସ୍ତ କରାଯାଇଥିଲା। ରାଜା ଦେଖିଲେ ଦି ଜଣ ଯାକ ବିଦ୍ୱାନ, କହିଲେ ଏକୁଟିଆ ପାଖରେ ଯାଇକି ବିଦ୍ୱାନର ପସନ୍ଦ ଅପସନ୍ଦର କ'ଣ କଥା କରାଯିବ। ପ୍ରଥମ ବିଦ୍ୱାନକୁ ଯାଇକି କହିଲେ, ଆଜ୍ଞା ଆପଣ ତ ପ୍ରବଳ ବିଦ୍ୱାନ, ଜ୍ଞାନ ଶାସ୍ତ୍ର ଅଖଣ୍ଡ ଅଧିକାରୀ, ଆମର ଅମୃତବାଦ ଭଳିଆ ବହୁତ ଗପିବେ, ବହୁତ କହିପାରିବେ, ଶାସ୍ତ୍ର ଅଧ୍ୟୟନ କରୁଛନ୍ତି। ଆଉ ଆପଣ ସାଙ୍ଗରେ ବି ଯାହା ମାନିଛନ୍ତି ଦି ଜଣ ଆସିଛନ୍ତି, ଯୋଉ ସିଏ ବି ଭାରି ପ୍ରବଳ ବିଦ୍ୱାନ ହେଇଥିବେ। ଏକୁଟିଆ କେତେବେଳେ ଭେଟୁଛନ୍ତି ପ୍ରଥମ ବିଦ୍ୱାନ ଦେଲା ସିଏ କହିଲେ ଆଉ ମୁଁ ଜାଣିଛି ମୁଁ ଏକୁଟିଆ ଯିବାକୁ ମତେ ଖରାପ ପାଡ଼ କରି ମୁଁ ସାଙ୍ଗରେ ଧରିକି ବୁଲୁଛି ଆସେ ନାକାରେ ଏକୁଟିଆ କ'ଣ ଯିବ ସାଙ୍ଗରେ ଆଣିକି ଏଟା ବଳୁଟା ଶିଖ ହେଇଛି ସେ କିଛି ଜାଣି କିଛି ଜାଣି କହିକି ଏ କଥା କହି ନିଜର କାନ ପୁରୁକି ଦେଖେ। ରାଜା ତାପରେ କ'ଣ କଲେ, ତା ଦ୍ୱିତୀୟ ବିଦ୍ୱାନଙ୍କ ପାଖକୁ ଗଲେ, ଆଜ୍ଞା ଆପଣ କ'ଣ ଖାଇବାକୁ ପସନ୍ଦ କରନ୍ତି? ଆଉ ଆସିଥିଲି ବୁଝିବା ପାଇଁ ଯାହା ବାପା ସାଙ୍ଗରେ ଆସିଛନ୍ତି ସେ ପ୍ରଥମ ବିଦ୍ୱାନଙ୍କ ସିଏ ତ ଅଗାଧ ପାଣ୍ଡିତ୍ୟ, ତାଙ୍କର ରାଜ୍ୟ ସାରା ଡିମ୍ବୁ ବୁଲୁଛି, ବହୁତ କଥା ଜାଣିଛନ୍ତି, ଭାରି ଶାସ୍ତ୍ରଜ୍ଞ ପ୍ରଚଣ୍ଡ କହିବେ ନା ଆଜ୍ଞା ସିଏ କ'ଣ ଜାଣିଛି ଓରା ଭାଷା ପାଇ ବଳଦ ସିଏ କିଛି ବୁଝେନି, ବଡ଼ ବିପଦ ବେଶୀ ଦଉଛି ଶାସ୍ତ୍ର କହିଦଉଛି ଆସିକି ଡକ୍ଟର କହିକିରି ପଢ଼ ବୁଲୁଛି, ସେ କିଛି ଜାଣିନି। କିଏ ମୁଁ କହିବି ମୁଁ ଶାସ୍ତ୍ରଟି ଜାଣିଛି। ରାଜାଙ୍କ କଥା କିଛି ଜାଣିପାରିନି। ଏ ଦି ଜଣଙ୍କର କଥା ଶୁଣିଲା ପରେ ଭୋଜନକୁ ନିମନ୍ତ୍ରଣ କଲେ। ଟେବୁଲ ପାଖରେ ଭୋଜନ ଦି ଜଣ ବିଦ୍ୱାନ ବସିଛନ୍ତି, ଖାଦ୍ୟ ଥାଳି ଫୋଡ଼ା ହେଇକି ଅଛି, ବିଦ୍ୱାନ ଦି ଜଣ ତ ବ୍ରାହ୍ମଣ ଖାଦ୍ୟ ଲୋଭୀ, ତେଣୁ କ'ଣ କଲେ ରାଜାଙ୍କର ଖାନା ହେଇଛି, ଆମେ ତ ଗରିବ ଗୁଡ଼ାରେ ପଡ଼ିଛୁ, ଭଲ ଖାଦ୍ୟ ଖାଇବା ଏହା ବୋଲି ଯାଇକି ଯେତେବେଳେ ଢାଙ୍କୁଣି ଖୋଲିକି ଦେଖନ୍ତି, ଗୋଟିଏ ଥାଳିରେ ଗୋଟିଏ ନଡ଼ା ଥୁଆ ହେଇଛି, ଆଉ ଗୋଟିଏ ଥାଳିରେ କୁଣ୍ଡା ଥୁଆ ହେଇଛି। ଦି ଜଣ ଯାକ ବିଦ୍ୱାନ ଆଶ୍ଚର୍ଯ୍ୟ, ମହାରାଜ ଇଏ କ'ଣ ନାହିଁ, ଆପଣଙ୍କର ଜ୍ଞାନ ଯୋଗ୍ୟତା ଯାହା ମୁଁ ପାରିପାରିବି ଆପଣଙ୍କୁ ସେଇ ଅନୁସାରେ ଖାଦ୍ୟ ପରସିଛି, ତେଣୁ ଆପଣ କିଛି ଅନ୍ୟଥା ନେବେନି। ବିଦ୍ୱାନ ଦି ଜଣ ଯାକ ଲଜ୍ଜିତ, କାହିଁକି ନା ଆମେ ପରସ୍ପର ବିରୁଦ୍ଧରେ ନିଜର ଅସିଆପଣକୁ, ନିଜ ଅହଙ୍କାରକୁ ପୁଞ୍ଜି କରି ଅନ୍ୟ
ଅନ୍ୟ ଅନ୍ୟ ଜଣକୁ ନିନ୍ଦା କରୁନୁ, କିନ୍ତୁ ଆମ ବଳଦ ପଡ଼ିଆ ରାଜା ଦୁଇ ଲୋକ ଧରିଦେଲେ, କିନ୍ତୁ ଆମ ବଳଦ ପଡ଼ିଆ ବଳଦ ଠାକୁରା ସେଇ ତେଣୁ এই ପରିପ୍ରେକ୍ଷୀରେ ତାହା ହଉ, ତାପରେ ତାଙ୍କ ଖାଦ୍ୟ ଦିଆଗଲା ପରସା ହବ। ଏ କଥାଟା ଅବଦାନ କରିବାର କାରଣ ହେଲା ଆମ ସମାଜରେ ତଥାକଥିତ ଲୋକେ ଓ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଏକତାର ଘୋର ଅଭାବ ଦେଖାଯାଏ। ସେମାନଙ୍କ ମଧ୍ୟରେ ଅସହିଷ୍ଣୁତା ପ୍ରବଳ। ଜଣେ ଆଉ ଜଣଙ୍କ ବିଷୟରେ ଭଲ କରିବ କହିବାକୁ ମୁଖା ପ୍ରକାଶ କରନ୍ତି। ମଞ୍ଚ ଉପରେ ଯାହାକୁ ପ୍ରଶଂସା କରନ୍ତି, ଅମରେନ୍ଦ୍ର ମହାପାତ୍ରଙ୍କର ପ୍ରଶଂସା କରାଯିବ, ମଞ୍ଚରୁ ଓହ୍ଲାଇଲା ପରେ ତାର ପରିଚାଳନା କରିଥାନ୍ତି। ଅନ୍ୟର ଉନ୍ନତି ଦେଖିଲେ ସହିପାରନ୍ତି ନାହିଁ। ମୁଁ ଭଲ, ବାକି ସମସ୍ତେ ଖରାପ। ମୁଁ ଏକା ସବୁ ଜାଣିଛି, ବାକି ମାନେ ଯେଉଁ ସମ୍ମାନ ପାଉଛନ୍ତି ସେ ସବୁ ତେଲ ମାଲିସ କିମ୍ବା ପାଠ ଦେଖି। ଏହା ହେଉଛି ବୁଦ୍ଧିମାନଙ୍କର ନିର୍ବୋଧତା। ବୁଦ୍ଧିମାନ ଯେଉଁମାନେ ତାଙ୍କର ଏଇ ନିର୍ବୋଧ ପାଇଁ ଆସେ। ସମାଜରେ କିନ୍ତୁ ତଥାକଥିତ ନିର୍ବୋଧ ମାନେ ଅଛନ୍ତି, ତାଙ୍କ ବୁଦ୍ଧିମତ୍ତାକୁ ଆମେ ଟିକେ ପରୀକ୍ଷା କରିବା। ନିର୍ବୋଧ ମାନଙ୍କର ବୁଦ୍ଧିମତ୍ତା କେମିତି ଦେଖନ୍ତୁ। ସେମାନଙ୍କର ପାଖରେ ସବୁଗୁଣ ଥାଉ କି ନଥାଉ, ଏକତା କିନ୍ତୁ ଥାଏ। ଯେପରି ଜଣେ ଗଞ୍ଜିଆ ଗଞ୍ଜି ଚିଲିଟିଏ ଚାଲୁଛି, ସେ ଅନାୟାସରେ ତା ପାଖରେ ବସିଥିବା ଲୋକଟିକି ଗଞ୍ଜି ଚିଲିଟି ପଡ଼ି ଦେଉଛି, ଭାଇ ତୁ ଟିକେ କାହିଁକି ସିଏ ଆଉ ଅଇଁଠା ବାରୁନି, ତାକୁ ପଚାରିବା ଗଞ୍ଜି ତାକୁ କାହିଁ ବଢୁଛୁ ନା ଦୁନିଆ ଗୋଟେ ଗଞ୍ଜି କାଢ଼ିବାର ମଜା ଅଛି, ସାଙ୍ଗରେ ତିନିଜଣ ବସିବା ଗଞ୍ଜି ଟିକେ କାଢ଼ିବା ତା ମଜା ଗୋଟେ ନିଆରା ନା। ଆଉ ଦେଖନ୍ତୁ ଏକତା ନା ଅଛି। ଗାଡ଼ିରେ ଯାଉଥିଲେ ଜଣେ ଦୁର୍ଘଟଣାଗ୍ରସ୍ତ ହେଇକି ପଡ଼ିବେ, ମାତ୍ର ହାରି ଜଣେ ତିନି ଜଣ ଭଦ୍ର ବ୍ୟକ୍ତିରୁ ତାକୁ ରେସ୍କ୍ୟୁ କରିବା ପାଇଁ, କିନ୍ତୁ ଗୋଟେ ପାଟିତୁଣ୍ଡ ଝଗଡ଼ା ଉଠେଇଦେବା ଆମ ଛୋଟେ 50 ଲୋକ ଜମିବି, 50 ଲୋକ ଗଣ୍ଡଗୋଳ ଝଗଡ଼ାରେ 50 ଲୋକ ଠିଆ ହେଇକି ଶୁଣିବେ। ତାର ଛଡ଼ା ତାଙ୍କୁ କାହା ଗୋଟା କ'ଣ ହେଇଛି ଅସୁବିଧା ତାକୁ ବୁଝ, ସେ କଥା ନାହିଁ। ମଦୁଆ କିଏ ଦେଖିବ, ମଦୁଆ ଫେବର ସାଙ୍ଗେ ସାଙ୍ଗେ ଲାଗି ପଡ଼ିବ, କ'ଣ ତ କହିବ ଯାହା ମଦୁଆକୁ ଜଗିକି ବୁଝିବ। ଆଗରେ ପୋଲିସ ହେଲମେଟ ଚେକ୍ କରୁଛି। ମୁଁ ଧର ହେଲମେଟ ପିନ୍ଧିକି ବାଇକରେ ଯାଉଛି, ମୁଁ ଦେଖିଲି ଗାଡ଼ି ଚେକ୍ କରୁଛି ହେଲମେଟ, ମୁଁ ଗାଡ଼ି ଟିକେ ବୁଲେଇ ଦେଇକି ଯେତେବେଳେ ଫେରି ଯାଉଛି ଗୋବିନ୍ଦପୁର ଆଡ଼େ, ବାଟରେ ଯେତେ ଜଣ ପିନ୍ଧା ହେଲମେଟ ଅଛନ୍ତି ମୋଟରସାଇକେଲ ଓକେ ହେଲମେଟ ଚେକିଂ କରୁଛି, ଜାନା ଏ କଥା କେତେ କହୁଛି। ଆରେ ତୁ ତ ହେଲମେଟ ପିନ୍ଧୁ ତ ଶୀଘ୍ର ସମୟ ଦରକାର, ଅନ୍ୟମାନଙ୍କୁ କିନ୍ତୁ ଫସୁଛି ନିର୍ମୋହ। କିନ୍ତୁ କେମିତି କଥା ଦେଖୁଛୁ, କ୍ଲାସରେ କପି କରୁଥିବା ପିଲାଟି ସେ ଆପେ ଆପେ କପି ଟିକେ କରି ତା ପାଖରେ କପି ଟିକେ ଉଠେଇଦେବ, 70 ଟଙ୍କା ଦିଏ, ତମେ ଖାତା ଦେଖେଇବନି, ତା ଖାତାରେ ସେ ଲେଖିଛି। ତେଣୁ ନିର୍ମୋହମାନଙ୍କର ବୁଦ୍ଧିମତ୍ତାକୁ ଦେଖନ୍ତୁ କେମିତି ଏକାଠି। ତେଣୁ ଏଇଥିରୁ ଆମେ ଜାଣିପାରିବା ଯେ ବୁଦ୍ଧିମାନଙ୍କର ନିର୍ବୋଧତା ଏବଂ ନିର୍ମୋହମାନଙ୍କର ବୁଦ୍ଧିମତ୍ତା। ଟିକେ ପଳେଇବା এই বিরাটটি যদি জনপ্রতিনিধি আলোচনা করে, এটা আম আদমি কথা, এটা অভিযানের কথা, নাগরিক কথা। আজি ଯେଉଁମାନେ ସରକାର ଥିବେ, କାଲି ତ ସେମାନେ ବିରୋଧୀ ଦଳ ଥିବେ। ଆଜି ଯେଉଁମାନେ ବିରୋଧୀ ଦଳ ଅଛନ୍ତି, କାଲି ସେମାନେ ସରକାରରେ ବସିବେ। କିନ୍ତୁ ବିଜୟ ଦଳ ଭୁଲିଲେ ଆସିଲେ ଯାଇଛନ୍ତି। ଆଜି ଯେଉଁ କଥା କହିବେ କି ପାର୍ଲାମେଣ୍ଟକୁ ଯାଇଛନ୍ତି, ଆଜି ଯେଉଁମାନେ ଯେଉଁ ନୀତି ଲାଗୁ କରିବେ, ସଠିକ ବୋଲି ଦାବି କରିବେ, ଯେତେବେଳେ ପାର୍ଲାମେଣ୍ଟକୁ ଯିବେ ତାକୁ ବିରୋଧ କରିବେ, ବିନା କାରଣରେ ବିରୋଧ କରିବେଟା କରିବେ। କିନ୍ତୁ ବିଧାୟକମାନଙ୍କର ବା ସାଂସଦମାନଙ୍କର ଦରମା ବୃଦ୍ଧି କଥା ଉଠିବ, ସମସ୍ତେ କହିବ ଜମା ବିରୋଧୀ ଦଳ ନାହିଁ। ଇଏ ହଉଛି ବୁଦ୍ଧିମାନଙ୍କର। ତେଣୁ ସେ ପରିପ୍ରେକ୍ଷୀରେ ଯେତେବେଳେ ମନୋଜ ଦାସ ଏବଂ ସୁରେନ୍ଦ୍ର ମହାନ୍ତିଙ୍କର ଶେଷ ସ୍ତମ୍ଭର ଗୋଟିଏ ପଦଟିଏ ଉଦ୍ଧାର କରିକି ମୋର ବକ୍ତବ୍ୟ ଲେଖ କରିବି ଯେ 20 ଶତାବ୍ଦୀର ଦୁଇ ଜଣ ବିଶିଷ୍ଟ ଓଡ଼ିଆ ଚିନ୍ତାନାୟକ ମନୋଜ ଦାସ ଓ ସୁରେନ୍ଦ୍ର ମହାନ୍ତିଙ୍କର ଅଭିବ୍ୟକ୍ତି ହେଲା ଆମ ସଭ୍ୟତାର ଅନ୍ୟ ନାମ ହେଉଛି ବିକୃତ ସଭ୍ୟତା। ଆମେ ଯେଉଁମାନେ ନିଜକୁ ଭାବୁଛେ ସଭ୍ୟ, ତାର ପଛରେ ରହିଛି ବିକୃତି ଏବଂ ସଭ୍ୟତା। ଏ କଥା ସୁରେନ୍ଦ୍ର ମହାନ୍ତି ଶେଷ ସ୍ତମ୍ଭରେ ଲେଖିଲେ, ମୁଁ ପଢ଼ିଛି। ସେ କାହିଁ ଲେଖିଲେ? ହଠାତ୍ ଦିନେ ଘରେ ବସିଲେ, ତାଙ୍କର ଯେ ଗୌଡ଼ ସେ ଆସି ପହଞ୍ଚିଲା କ୍ଷୀର ଦେବା ସୁରେନ୍ଦ୍ର ମହାନ୍ତି ଉପରେ। ପଇସାର ଲୋକର ଗାଈ ଗୋଟା ହମ୍ବାର ଯଦି ରଖି ଅଛି। ସୁରେନ୍ଦ୍ର ମହାନ୍ତି ପଚାରିଲେ, ସେ ଗାଈ କାହିଁକି ପଇସାର ରଖି ଅଛି କ'ଣ କି?
ନା ଆଜ୍ଞା ତା କ୍ଷୀରରେ ଭର୍ତ୍ତି ହେଇଗଲାଣି କନ୍ୟା, କ୍ଷୀର ପୁରା ଭର୍ତ୍ତି ହେଇଗଲାଣି, ତ କଷ୍ଟ ହଉଛି। ମାଲିକ ତା ବାଛୁରୀଟି ମୁଁ ଆଉ ଗୋଟେ ଜାଗାରେ ବାନ୍ଧି ଦେଇଛି। କହିଲେ କ'ଣ କାରଣ? ନା ବାଛୁରୀ କ୍ଷୀର ପିଇବନି, ଆଉ ବାଛୁରୀ ଯଦି ସବୁ କ୍ଷୀର ପିଇବ ସେ ଗାଈ କ୍ଷୀର ବିକିବ କେତେ ଚଳିବ କି ତା ପଇସା। ତେଣୁ ଗାଈକି କେମିତି ସଭ୍ୟ ଲୋକ ଏକ୍ସପ୍ଲୋଏଟ୍ କରୁଛି। ଭଗବାନ କ୍ଷୀର ଦେଇଛନ୍ତି ତା ବାଛୁରୀ ପାଇଁ, ଆମେ ଆମ ସ୍ୱାର୍ଥ ହାସଲ କରିବା ପାଇଁ ଯଦି ଷଣ୍ଢକୁ ବଳଦ କରିକି ହଳ କରିବା ପାଇଁ ପ୍ରୟାସ କରୁଛେ ଆମ ସ୍ୱାର୍ଥ ଲାଗି, କିନ୍ତୁ ଆମେ ସଭ୍ୟ ବୋଲି ଦାବି କରୁଛେ। ଏଇଟା ପର୍ବତା ସଭ୍ୟତା। ତେଣୁ ସଭ୍ୟତାର ଅନ୍ୟ ନାମ ସେଇଥିପାଇଁ ସେ କହିଲେ ଯେ ସବୁ ସଭ୍ୟତାର ଭିତ୍ତି ହେଉଛି ଶୋଷଣ ଓ ଲୁଣ୍ଠନ। ସଭ୍ୟତାର ଭିତ୍ତି ହେଉଛି ଶୋଷଣ ଏବଂ ଲୁଣ୍ଠନ। ଯାଇଥିଲି ବେଲକମ୍ପରେ ସୁରେନ୍ଦ୍ର ମହାନ୍ତି ଗୋଟେ ରେଭିନ୍ୟୁ ରେଷ୍ଟୁରାଣ୍ଟରେ ରହିଲେ। ସକାଳୁ ମନା ଟିକେ ଚା ପିଇବା ପାଇଁ ଚୌକିଦାର କଲେ ଆଉ ଚା ଟିକେ ପାଣି ପିଇବା ପାଇଁ। ନା ସାର୍ ତ କ୍ଷୀର ମିଳିବ ନା କ'ଣ କ୍ଷୀର ମିଳିବ ନା ଗାଁରେ ମିଳିବ କ୍ଷୀର ମିଳିବ ନା ଆଜ୍ଞା ଏଠି ଆଦିବାସୀ ଲୋକ ଅଛନ୍ତି ଫୁଲାଇ ଜିଲ୍ଲାରେ ଏମାନେ ଗାଈ କ୍ଷୀର ଦିଅନ୍ତି ନା କ'ଣ କି? ନା ସେମାନେ ମନା କରୁଛନ୍ତି କ୍ଷୀର ସେମାନେ ବିକୁନାହାନ୍ତି ନା ବିକୁନାହାନ୍ତି ପଇସା ଦେବା ବିକିଲେ ତାକୁ ବିକିବେ ନା ସେମାନେ ଗାଈର କ୍ଷୀର ପିଉନାହାନ୍ତି। କ୍ଷୀର କ'ଣ ପାଇଁ ଦେଉନାହାନ୍ତି? ନା ସିଏ କହୁଛି ଗାଈ କ୍ଷୀର ପିଇଲେ ଆମର ପାପ ହବ। ଭଗବାନ ସୃଷ୍ଟି କରିଛନ୍ତି ବାଛୁରୀ ସେ କ୍ଷୀର ପିଇବ, ଆମେ ବସିକି ବାଛୁରୀର ଅଧିକାରକୁ କାହିଁ ହତ୍ୟା କରିବୁ? ସୁରେନ୍ଦ୍ର ମହାନ୍ତିଙ୍କର ସେତିକି ଚିନ୍ତା ଆସିଲା। ଏଠି ଗାଈ ହମାରରେ କି ମାଲିକ ବାନ୍ଧିକି କ୍ଷୀର ବିକୁଛି, ସେଠି ଆଦିବାସୀ ଜମା କ୍ଷୀର ପିଉନାହାନ୍ତି, ଗାଈକି ଛାଡ଼ି ଦେଉଛନ୍ତି। ସୁରେନ୍ଦ୍ର ମହାନ୍ତି ଶେଷ ସ୍କନ୍ଧରେ ଆସିକି ଦେଖିଲେ ସେଇଥିପାଇଁ ଯେ ଆମ ସଭ୍ୟତାର ଅନ୍ୟ ନାମ ହେଉଛି ବିକୃତି ଓ ସଭ୍ୟତା। ସବୁ ସଭ୍ୟତାର ଭିତ୍ତି ହେଉଛି ଶୋଷଣ ଓ ଲୁଣ୍ଠନ। ସେଇଭଳି ଏକ ଅଭିବ୍ୟକ୍ତି ହେଲା କଳର ବ୍ରହ୍ମଚର୍ଯ୍ୟ, ଯାହାକୁ ଆମେ ସରକାର ଭାଷାରେ ଆମ ବୁଝେଇବା ଶବ୍ଦରେ ଏଇ ଯୋଉ ସୁରେନ୍ଦ୍ର ମହାନ୍ତିଙ୍କ ସାହିତ୍ୟର ଯାଇକି ଆମର ଥିବା ସାଧାରଣ ଜ୍ଞାନ ଭିତରେ ଯଦି ଆମେ ବୁଝିବା ତାହା ଆମେ କହିପାରିବା ଯେ ଅପାରଗର କ୍ଷମା ନାଟକ। ଯେ ଅପାରଗ, ମୁଁ ବଗିବାଠୁ ବଳଶାଳୀ ନୁହଁ, ଧନଶାଳୀ ନୁହଁ, ସିଏ ମୋଠୁ ବଳୁଆ, ପାରିବାର ମତେ ଚାଲିଲେ ରସାତଳରେ ପକେଇ ଦେବେ, ମୁଁ ତାକୁ ଯେତେବେଳେ ନ ପାରିବି ଅପାରଗ ମୁଁ କହିବି ଆ ପକେଇ ନା କ୍ଷମା କରିଦେବି। ଆରେ ତୁ କ୍ଷମା କରିବାକୁ କିଏ? You have got no authenticity at all. ସେଥିପାଇଁ ଜଗନ୍ନାଥ ଦାସ ଲେଖିଲେ ଯେ ଦଣ୍ଡିବା ଶକ୍ତି ଯାହାର ଥାଏ ସେ ପୁଣି କ୍ଷମା ଚଳେ। ବଳବାନ ମାନଙ୍କର କ୍ଷମା ଦେବାର ଅଧିକାର ଅଛି। କ୍ଷମା ହେଉଛି ଅସ୍ତ୍ର। ତେଣୁ ବଳବାନ ମାନେ କ୍ଷମା ଦେବେ। ତେଣୁ ଅପାରଗ ଅବଶ୍ୟ କ୍ଷମାଶୀଳ ହେବାକୁ ଯାହା ନାହିଁ, କି ବଳଦ ଭଳିଆ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ଆମେ ଯିବା ନାହିଁ। ଏଠି ହେଉଛି ତାର ବେସିକ୍ କନସେପ୍ଟ ଯେ ଆମେ ସବୁ ଯୋଉମାନେ ବୁଦ୍ଧିଜୀବୀ ଅଛେ, ବୁଦ୍ଧିଜୀବୀ ଭଳିଆ ଚେଷ୍ଟା କରିବା ପରସ୍ପର ଅହଂଭାବ ଏବଂ ଆମର ଯେଉଁ ଅସୁବିଧା ଆମେ ଆମକୁ ବଡ଼ ପଣିଆ କରିକି ଅନ୍ୟମାନଙ୍କୁ ଛୋଟ କରିବାର ପ୍ରବଣତା ଦୂରେଇ ଦେଇ ଆମେ ଯେଉଁ ସମସ୍ତଙ୍କୁ ସମାନ ଭାବରେ ନେଇକି ଛୋଟ ଭାବରେ ଗଣ୍ୟ କରିବା, ବୁଦ୍ଧିଜୀବୀ ଭାବରେ କାର୍ଯ୍ୟ କରି ଲିପ୍ତ ରହିବା, ସେଇଦିନ ବଳଦର ବ୍ରହ୍ମଚର୍ଯ୍ୟ ପାଳନ କରିବା ସତତା ଆମ ଭିତରେ ରହିବନି। ଲୋକଙ୍କୁ କହିଲା ଭଳି ଆମେ ସବୁ ସଂଘ ହେଇକି ରହିବା। ଏ ବଳଦର ଗୁଣାନ କରିବା ଦରକାର, ସଂଘର ଗୁଣାନ କଲେ ଭଗବାନ ସଂଘ କରିକି ରଖିଛନ୍ତି। ଆମେ କାର୍ଯ୍ୟ କରି ବଳଦ କରୁଛେ, ଏତିକି ମୋର ବକ୍ତବ୍ୟ। ଶ୍ରମଜୀବୀ କାର୍ଯ୍ୟ କର ମତନ ଅର୍ଥ ବୁଝେଇ ଦଉଛି। ଭାରି ନିଯୁକ୍ତ କାବ୍ୟଶୈଳୀ କେମିତି ଲେଖିଲେ ଦେଖନ୍ତୁ। ସର୍ବ ବୁଦ୍ଧିଜୀବୀ ଶିବା ଅସନ, ଯେତକ ତଥାକଥିତ ବୁଦ୍ଧିଜୀବୀ ଆମ ମାନେ ଦାବି କରୁଛେ ବୁଦ୍ଧିଜୀବୀ ବୋଲି। ଶିବା ମାନେ ବିଲୁଆ, ଅସନ ମାନେ ଖାଦ୍ୟ। ବିଲୁଆର ଖାଦ୍ୟ ହଉଛି କ'ଣ? ନା କଙ୍କଡ଼ା। ବୁଦ୍ଧିଜୀବୀ ମାନେ ହଉଛନ୍ତି କଙ୍କଡ଼ା। ହେଇକି ନିଜେ ଆତ୍ମପ୍ରତିଷ୍ଠାରେ ରହୁଛନ୍ତି। କିନ୍ତୁ ଶ୍ରମଜୀବୀ କାର୍ଯ୍ୟ କର୍ମ ଯେ ଶ୍ରମଜୀବୀ ସମସ୍ତ ଆସନ୍ତୁ ସେଇଭଳି କର୍ମଜୀବୀ ହବା। ବୁଦ୍ଧିଜୀବୀ ହେଇକି ଶିବା ଆସନ କରିବେ, କଙ୍କଡ଼ା ଖାଇକି ପଦବୀ ପ୍ରଶଂସାରେ ଶବ୍ଦମୁଖ। ଆଜିର ଯୋଉ ବଳଦର ବ୍ରହ୍ମଚର୍ଯ୍ୟ ୟା ପାଇଁ ଉପଯୁକ୍ତ ମୁଁ ଗୋଟିଏ ପଦ ଲେଖିଲି ଏଇ ଗୋଟିକ ଯେ କାମନା ଚରିତାର୍ଥ ହେଲେ ବିଫଳ। ନିଜ ମନରେ ଯୋଉ କାମନା ବାସନା ରହିଛି ତାକୁ ଚରିତାର୍ଥ କରିବା ପାଇଁ ଯଦି ଆମେ ବିଫଳ ହେଇଯାଉଛେ ତାହେଲେ କହୁଛେ କ'ଣ ନା ପଦବୀ ପ୍ରଶଂସାରେ ଶତମୁଖ। ଯାହା ଆମର ସମାଜ ସାହିତ୍ୟ ଘରର ସମ୍ପାଦକ ଏ କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ରବିସାର ତାଙ୍କ ଭାଷଣରେ କହିସାରିଛନ୍ତି, ଜଣେ ଶିକ୍ଷକ କହୁଛି ମୁଁ ଲାଞ୍ଚ ନିଏ ନାହିଁ। ତାହା ଯେମିତି ଲାଗୁଛି ମାନେ ଅନୁଭବ କଲେ ଯାହା ଲାଗୁଛି ଠିକ ସେ
କିଛି ସୁଯୋଗ ଅଛି? ସୁଯୋଗ ତ ନାହିଁ। ମୁଁ ଲାଞ୍ଚ ଖାଉନି କହିବା କ'ଣ? ଯାହାର ଲାଞ୍ଚ ଖାଇବା ପାଇଁ ସୁଯୋଗ ଅଛି, ଚାରିପଟେ ଟଙ୍କା ବୁଲୁଛି, ସିଏ ଯଦି ଲାଞ୍ଚ ନ ଖାଉଛି, ସିଏ ଯଦି କହିବ ମୁଁ ଲାଞ୍ଚ ଖାଉନି, ତାହା ପାଇଁ ସେଇଟା ପ୍ରଯୁଜ୍ୟ ହେବ। ଠିକ ଯେମିତି ବଳଦର ବ୍ରହ୍ମଚର୍ଯ୍ୟ, ବଳଦର କ'ଣ ବ୍ରହ୍ମ ଅଛି ଯେ ସେ ବ୍ରହ୍ମଚର୍ଯ୍ୟ ପାଳନ କରିବ? ବ୍ରହ୍ମଚର୍ଯ୍ୟଟା କ'ଣ? ଏଇଟା ଗୋଟେ ମାନସିକ ପ୍ରକ୍ରିୟା, ଯାହାର ମନରେ ଯୌନ କାମନା ଉତ୍ତେଜନା ଏହାକୁ ଯେ ଦମନ କରିକି ରଖିଥାଏ, ତାକୁ କୁହାଯିବ ସେ ବ୍ରହ୍ମଚର୍ଯ୍ୟ ପାଳନ କରୁଛି। ଆଚ୍ଛା, ବଳଦ ମାନେ କ'ଣ ବ୍ରହ୍ମଚର୍ଯ୍ୟ ପାଳନ କରିବା ପାଇଁ ତାଙ୍କର କାୟ ମନ ବାକ୍ୟରେ ସେମାନେ କେବେ ହେଲେ ନିଜକୁ ସଂଯତ କରିଛନ୍ତି? ଆପଣମାନେ ଦେଖିଥିବେ ଗୋଟେ ଗୋଟେ ବଳଦ ତାଙ୍କର ଯୌନକୁ ସେ ପ୍ରଦର୍ଶନ କରି ଗାଈ ପଛରେ ଗୋଡ଼େଇବା, ତାହେଲେ ସେ କେମିତି ବ୍ରହ୍ମଚର୍ଯ୍ୟ ପାଳନ କଲା? ତାର ମନରେ କାମନା ବାସନା ଅଛି। ତେଣୁ ଯାହାର ମନରେ କାମନା ବାସନା ଅଛି ତା ପାଇଁ ବ୍ରହ୍ମଚର୍ଯ୍ୟଟା କେମିତି ହେଲା? ଆମେ ତାକୁ ଜବରଦସ୍ତି କରେଇଛି, ତା ବ୍ରହ୍ମଚାରୀକୁ ଆମେ ହରଣ କରି ନେଇଛେ। ତେଣୁ ଆମେ ତାକୁ ଜବରଦସ୍ତ ବ୍ରହ୍ମଚାରୀରେ ପରିଣତ କରିବା ପାଇଁ ଆମର ସ୍ୱାର୍ଥ କହିଲେ ଆମର ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଆମେ ଅନ୍ୟର ସୁଖକୁ ଅପହରଣ କରୁଛେ। ତେଣୁ ଏଠି ବଳଦର ସ୍ୱାର୍ଥକୁ ଆମେ ଅପହରଣ କରି ନେଇଛେ। ଠିକ ଯେମିତି ଭାଗବତର ଗୋଟିଏ ପଦ ମୋର ମନେ ପଡେ, ଜୀବ ମାରିଣ ମାଂସ ଖାଇ ସେ ପ୍ରାଣୀ ବୈକୁଣ୍ଠେ ବସଇ। ତ ଜୀବ ମାରିଣ ମାଂସ ଖାଇବା ସେ ପ୍ରାଣୀଟା ବୈକୁଣ୍ଠରେ ବସିବ। ତାହେଲେ କୋଉ ପ୍ରାଣୀଟା ବୈକୁଣ୍ଠରେ ବସିବ? ଖାଉଥିବା ଲୋକ ବୈକୁଣ୍ଠରେ ବସିବ ନା ଯୋଉ ଜୀବକୁ ଆମେ ହତ୍ୟା କଲେ ସିଏ ବୈକୁଣ୍ଠରେ ବସିବ? ଆମର ତ ବଡ଼ ଭାଇ ଅଛନ୍ତି ଖଗେଶ୍ୱର ମାନ୍ଥା ମହୋଦୟ, ଭାଷା ରତ୍ନ, ସେ ତାଙ୍କ ଭାଷାରେ ଏ ପଦଟା ଟିକେ ବିଶ୍ଳେଷଣ କରିକି ବୁଝେଇବେ। ତେଣୁ ଆମର ଜୀବ ମାରିଣ ମାଂସ ଖାଇ ଆମର ବିଜ୍ଞାନୀ ମାନଙ୍କର ମତ, ମନେକର ଗୋଟେ କଂସେଇ ଖାନାକୁ ଆମେ ଯିବା, ଛେଳି ମେଣ୍ଢା ଗୋଟେ କଟା ଯାଉଛି, ଆଉ କିଛି ଛେଳି ମେଣ୍ଢା ତାଙ୍କ ସନ୍ଧ୍ୟାରେ ବନ୍ଧା ହେଇକି ସେ ଦେଖୁଛି ମୋରି ଜାତି, ମୋରି କୁଟୁମ୍ବ, ମୋରି ଭାଇମାନଙ୍କୁ କେମିତି କଂସେଇ ହତ୍ୟା କରୁଛି। ଦେଖିଲେ କି ତା ମନରେ ଯୋଉ ଭୟଟା ସୃଷ୍ଟି ହଉଛି, ସେଥିରୁ ଗୋଟେ ତାର ହରମୋନ ଚାରଣ ହଉଛି, ଏବଂ ସେଇ ହରମୋନ ଚାରଣ ହଉଥିଲା ଭୟରେ ସେଇ ମାଂସ ଯେତେବେଳେ ତା ପାଳି ପଡୁଛି ତାକୁ ହତ୍ୟା କରାଯିବ, ତା ମାଂସକୁ ନେଇକି ଆପଣମାନେ ଖାଇବେ, ତାହେଲେ ସେ ହରମୋନର ପ୍ରଭାବ ଆପଣଙ୍କ ଶରୀରକୁ ପଡେ ଏବଂ ସେତେବେଳେ ଆପଣଙ୍କ ସ୍ନାୟୁ ଏବଂ ଆପଣଙ୍କର ଟିସ୍ୟୁ ସବୁ ଦୁର୍ବଳ ହେଇଯିବେ। ଦୁର୍ବଳ ହେଲେ ଆପଣ ଅଳ୍ପ ହେଇଯିବେ। ତାହେଲେ ଏ କଥା ଯେତେବେଳେ ବିଜ୍ଞାନୀ ମାନେ ପ୍ରମାଣ ଦଉଛନ୍ତି, ତାହେଲେ ସେ ଜୀବ କହନ୍ତା, ଆରେ ତୁ କାହିଁ ଡରୁଛୁ, ତୁ କାହିଁ ପାରୁଛୁ, ତୋ ମାଂସ ପରା ତୁ ଆମକୁ ଦାନ କରିବୁ, ତୋ ଜୀବନଟାକୁ ଦାନ କରିବୁ, ଆମେ ଖାଇବା ତୁ ସ୍ୱର୍ଗରେ ବସିବୁ। ଏହା ଜମା ସମ୍ଭବ ନୁହଁ। କେବଳ